ଆପଣ ଯେଉଁଠୁ ଯାହା ଶିଖିବାକୁ ଇଚ୍ଛା କରୁଛନ୍ତି ତାହା ଆପଣଙ୍କୁ କିଛି ନା କିଛି ମୂଲ୍ୟ ଦେବାକୁ ହିଁ ପଡ଼ିବ। କାହିଁକି ନା ବିନା ମୂଲ୍ୟରେ ଆପଣଙ୍କୁ କିଛି ଶିଖିବାକୁ ସୁଯୋଗ ମିଳିବନି ବା ଆପଣଙ୍କୁ ବିନା ମୂଲ୍ୟରେ କେହି କିଛି ଶିଖେଇବାକୁ ଚେଷ୍ଟା କରନ୍ତିନି। ଜୀବନର ଅଭିଜ୍ଞତା ଆପଣଙ୍କୁ ଅନେକ କିଛି ଶିକ୍ଷା ଦେଇଥାଏ। ଜୀବନରେ ଆପଣ ଯେତେ ଭୁଲ କରନ୍ତି ସେ ଭୁଲ ମଧ୍ୟ ଅନେକ କିଛି ଶିକ୍ଷା ଦେଇଥାଏ। କିନ୍ତୁ ତାରି ଭିତରେ ଆହୁରି ଦୁଇ ଜଣ ମଣିଷ ଆପଣଙ୍କୁ ଅନେକ କିଛି ଶିକ୍ଷା ଦେଇଥାନ୍ତି ଯାହା ଆପଣଙ୍କ ଜୀବନରେ ଅନେକ କାମରେ ଲାଗିଥାଏ। ସେ ଦୁଇ ଜଣ ହେଉଛନ୍ତି ବାପା ଆଉ ମା। ବାପା ସବୁବେଳେ ଆପଣଙ୍କୁ ନିଜେ କରିବାକୁ ଶିଖେଇଥାନ୍ତି। ମାନେ ଆପଣ କୌଣସି ଗୋଟେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି, ବାପା ସେଇ ଆପଣଙ୍କୁ ତାହା କେମିତି କରିବେ ତାହା ଶିଖେଇଥାନ୍ତି। ମା ତାର ସରଳ ହୃଦୟ ନା, ସେ କେବେ ବି ଆପଣଙ୍କ ଉପରେ କୌଣସି ବୋଝ ଆସୁ ସେ ଚାହେଁନି, ବରଂ ସେ ନିଜେ ବୋଝ ଲଦି ଆପଣଙ୍କ କାମ କରିଦେଇଥାଏ। କିନ୍ତୁ ବାପା ନା ସବୁବେଳେ ଶିଖେଇଥାନ୍ତି ଏଇଠି ଏଇଆ କରିବାକୁ ହବ, ଏଇଠି ଏମିତି କଲେ ଜିତିବାକୁ ହୁଏ ବା ଏଇଠି ଏମିତି କଲେ ସଫଳତା ମିଳିବ। ସେ ଶିକ୍ଷା ବାପା ନିଶ୍ଚିତ ଭାବେ ଦେଇଥାନ୍ତି। ଆଉ ବାପା ସବୁବେଳେ ହିଁ ଗୋଟେ ପିଲାକୁ ନୂଆ ନୂଆ କଥା ହିଁ ଶିଖେଇଥାନ୍ତି। ମା ସରଳ ହୃଦୟରେ ଅନେକ ସ୍ନେହ ମମତା ଅଜାଡ଼ି ଦେଇଥାଏ। ସେଇଥିପାଇଁ ଯେତେବେଳେ ବି କିଛି ଶିଖିବାର ଆବଶ୍ୟକତା ଅଛି ଜୀବନରେ, କେବେ ବି ଯଦି ଆପଣଙ୍କ ମନରେ କୌଣସି ସନ୍ଦେହ ଅଛି, ଆପଣଙ୍କୁ ହାରିଯିବା ପରି ମନେ ହେଉଛି, ତେବେ ଯାଇ ବାପା ମାଙ୍କ ପାଖରେ ବସନ୍ତୁ ନା, ମା କୋଳରେ ଶୋଇପଡ଼ନ୍ତୁ ନା। ତାପରେ ଦେଖିବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ସବୁ ସମସ୍ୟାର ବାଟ ବାପା ମା ବାହାର କରିଦେବେ। ଏଇ ତ ଜୀବନର କଥା।